जानिया ପାଇଁ ଚାହୁଁଛନ୍ତି କୁହନ୍ତୁ। ମ୍ୟାଡ଼ାମ ମୁଁ ଗୋଟେ ଷ୍ଟାଟସର ଜାଣିବାର ଥିଲା ଯେ କାଲି ଯୋଉ ପଇସା ଆସିବ 24 ତାରିଖ ଅଛି। ଆଜ୍ଞା ସାର୍ ଆପଣଙ୍କୁ ଆମେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିପାରିବୁ। ଆପଣ ସୁବିଧାଟି ପାଇପାରିନାହାନ୍ତି ସେଥିପାଇଁ ମଧ୍ୟ ସାର୍ ଆମେ ଦୁଃଖିତ। ସାର୍ ଆପଣ କେବେ ଅନଲାଇନ୍ ଆବେଦନ କରିଥିଲେ ଜାଣିପାରେ? ମୁଁ ସେପ୍ଟେମ୍ବରରେ କରିଥିଲି। ଆଜ୍ଞା ସାର୍ ଆପଣ ଯେହେତୁ ସେପ୍ଟେମ୍ବର ମାସରୁ ଅନଲାଇନ୍ ଆବେଦନ କରିଛନ୍ତି ଆଜି ପର୍ଯ୍ୟନ୍ତ ଆପଣ ସୁବିଧାଟି ପାଇପାରିନାହାନ୍ତି ଆପଣ ଅପେକ୍ଷାରେ ଅଛନ୍ତି ସେଥିପାଇଁ ମଧ୍ୟ ସାର୍ ଆମେ ଦୁଃଖିତ। ଆପଣଙ୍କର ଡିବିଟି ଆକ୍ଟିଭ୍ ଅଛି ବ୍ୟାଙ୍କରେ ଡାଇରେକ୍ଟ ହଁ ବେନିଫିଟ୍ ହଁ ଟ୍ରାନ୍ସଫର ହଁ ଡିବିଟି ଆକ୍ଟିଭ୍ ଅଛି। କେୱାଇସି ଅପଡେଟ୍ କରିଛନ୍ତି ବ୍ୟାଙ୍କରେ? ହଁ କେୱାଇସି ଅପଡେଟ୍ କରାହେଇଛି। ଆପଣଙ୍କର ଆଧାରରେ ଯେଉଁ ମୋବାଇଲ ନମ୍ବର ଲିଙ୍କ କରିଛନ୍ତି ବ୍ୟାଙ୍କ ପାସବୁକ୍ରେ ସେ ମୋବାଇଲ ନମ୍ବର ଲିଙ୍କ ହଁ କରିଛନ୍ତି? ହଁ ସେଇଟା ଅଛି। ଆଜ୍ଞା ସାର୍ ଆପଣଙ୍କର ଆବେଦନ ପତ୍ର ନମ୍ବର କହିପାରିବେ? SUରୁ ଆରମ୍ଭ ହେଉଛି ନମ୍ବରଟି? ହଉ ଠିକ୍ ଅଛି ରୁହନ୍ତୁ ମୁଁ ବାହାର କରୁଛି ଦଉଛି। ଆଜ୍ଞା ସାର୍। ହଉ ଲେଖନ୍ତୁ। ଆଜ୍ଞା ସାର୍। SU ଆଜ୍ଞା। ତାପରେ 115931 115931 00388। ଆବେଦନ ପତ୍ର ନମ୍ବର କହିଥିବାରୁ ଆପଣଙ୍କୁ ଧନ୍ୟବାଦ। ହଁ। ଆବେଦନକାରୀଙ୍କ ନାମ ଚଞ୍ଚଳା ରଣା। ହୁଁ ଆଜ୍ଞା ସାର୍ ଆପଣ 10 ସେପ୍ଟେମ୍ବରରେ ଅନଲାଇନ୍ ଆବେଦନ କରିଥିଲେ? ହୁଁ ଆଜ୍ଞା ସାର୍ ଆବେଦନକାରୀଙ୍କର ଜନ୍ମ ତାରିଖ 25/8/1975 ମସିହା। ହଁ ହଁ ଆଜ୍ଞା ସାର୍ ସାର୍ ଆପଣଙ୍କର ଅଣ୍ଡର ପ୍ରୋସେସରେ ଅଛି ସରକାରଙ୍କ ତରଫରୁ ଆପଣଙ୍କର ଭେରିଫିକେସନ୍ ସମାପ୍ତ ହୋଇସାରିଛି ଆପଣ ପ୍ରୋସେସିଂରେ ଅଛନ୍ତି। ପ୍ରୋସେସଟି କମ୍ପ୍ଲିଟ୍ ହେଇସାରିଲା ପରେ ଯଦି ଆପଣ ଏଲିଜିବୁଲ୍ ହେଇଯାଉଛନ୍ତି ସାର୍ ଆପଣଙ୍କୁ ମଧ୍ୟ ସୁବିଧାଟି ମିଳିପାରିବ। ନାଇଁ ନାଇଁ କାଲି ଯୋଉ ପଇସା ଆସିବ ମୁଁ ଜାଣିବାକୁ ଚାହୁଁଥିଲି କି ଅଣ୍ଡର ପ୍ରୋସେସ ଥିଲେ ଆସିବ ନା ଆସିବନି? ସାର୍ ଆପଣଙ୍କର ସରକାରଙ୍କ ତରଫରୁ ଘୋଷଣାନାମା ହୋଇଛି କି ନଭେମ୍ବର ମାସ 24 ତାରିଖରେ ଥାର୍ଡ଼ ଫେଜ୍ ଆସିବା ପାଇଁ ଆପଣ ଆମ ସହିତ ଯୋଗାଯୋଗ ରଖିଥାନ୍ତୁ। ପରବର୍ତ୍ତୀ ସମୟରେ ଡେଟ୍ରେ କୌଣସି ଯଦି ଚେଞ୍ଜେସ୍ ଆସୁଛି ସାର୍ ଆପଣଙ୍କୁ ଆମେ ସୂଚନା ଦେବୁ। ସାର୍ ଆପଣଙ୍କର ଅଣ୍ଡର ପ୍ରୋସେସରେ ଅଛି ପ୍ରୋସେସଟି ଅଟୋମେଟିକ୍ କମ୍ପ୍ଲିଟ୍ ହେଇସାରିଲା ପରେ ଯଦି ଆପଣ ଏଲିଜିବୁଲ୍ ହେଇଯାଉଛନ୍ତି ସାର୍ ଆପଣଙ୍କୁ ମଧ୍ୟ ସୁବିଧାଟି ମିଳିପାରିବ। ସାର୍ ଆପଣଙ୍କର ଆପ୍ରୁଭ୍ ହୋଇନାହିଁ ଆପଣ ପ୍ରୋସେସିଂରେ ଅଛନ୍ତି। ଯୋଉମାନଙ୍କର ଆପ୍ରୁଭ୍ ଲେଖିବ ସେମାନଙ୍କର କାଲି ଆସିବ। ଆଜ୍ଞା ସାର୍ ଯେଉଁ ଆପଣଙ୍କ ପରିବାରରେ କାହାର ଆପ୍ରୁଭ୍ ହେଇଛି କି? ହଁ ଆପ୍ରୁଭ୍ ହେଇଛି। ଆଜ୍ଞା ସାର୍ ଯେଉଁମାନଙ୍କର ଆପ୍ରୁଭ୍ ହେଇଛି ସେମାନେ ଥାର୍ଡ଼ ଫେଜ୍ ପର୍ଯ୍ୟନ୍ତ ଅପେକ୍ଷା କରିବେ। ହୁଁ ପେମେଣ୍ଟ ଆସିବାରେ ଯଦି କୌଣସି ଅସୁବିଧା ହେଉଛି ସେମାନେ ପୁନର୍ବାର ଆମ ସହିତ ଯୋଗାଯୋଗ କଲେ ଆପଣ ସେମାନଙ୍କୁ ଆମେ ସହଯୋଗ କରିପାରିବୁ। ନାଇଁ ନାଇଁ ମୋର ଖାଲି ଏତିକି ଜାଣିବାର ଥିଲା କି ଯୋଉମାନଙ୍କର ଆପ୍ରୁଭ୍ ଲେଖିବ ସେମାନଙ୍କର ଆସିବ ନା ଅଣ୍ଡର ପ୍ରୋସେସ ଥିଲେ ବି କାଲି ଆସିବ? ସାର୍ ଅଣ୍ଡର ପ୍ରୋସେସରେ ଯେହେତୁ ଆପଣଙ୍କର ଅଛି ପ୍ରୋସେସଟି କମ୍ପ୍ଲିଟ୍ ହେଇସାରିଲା ପରେ ସରକାରଙ୍କ ତରଫରୁ ଏହି ପ୍ରୋସେସଟି ଅଟୋମେଟିକ୍ କମ୍ପ୍ଲିଟ୍ ହେଇସାରିଲା ପରେ ଯଦି ଆପଣ ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ଯୋଗ୍ୟ ବିବେଚିତ ହେଇଯାଉଛନ୍ତି ତାହେଲେ ଆପଣଙ୍କୁ ମଧ୍ୟ ସୁବିଧାଟି ମିଳିପାରିବ। ସାର୍ ଆପଣଙ୍କର ଆପ୍ରୁଭ୍ ହୋଇନାହିଁ ଆପଣ ପ୍ରୋସେସିଂରେ ଅଛନ୍ତି। ମାନେ କାଲି ଆସିବନି 4 ନମ୍ବର ଫେଜ୍ରେ ଆସିବ? ସାର୍ କ୍ଷମା କରିବେ ଏହି ପ୍ରୋସେସଟି କେବେ ସକ୍ସେସଫୁଲ୍ ହେବ ଆପଣଙ୍କୁ ଆମେ ସେମିତି ନିର୍ଦ୍ଦିଷ୍ଟ ସମୟ ସୀମା କହିପାରିବୁ ନାହିଁ କାରଣ ଯେହେତୁ ଆପଣ ସରକାରଙ୍କ ତରଫରୁ ଆପଣ ପ୍ରୋସେସିଂରେ ଅଛନ୍ତି। ପ୍ରୋସେସଟି ସରକାର ଆପଣଙ୍କର ଅଟୋମେଟିକ୍ କମ୍ପ୍ଲିଟ୍ କରିସାରିଲା ପରେ ଯଦି ଆପଣ ଏଲିଜିବୁଲ୍ ହେଇଯାଉଛନ୍ତି ଆପଣଙ୍କୁ ମଧ୍ୟ ସାର୍ ସୁବିଧାଟି ମିଳିପାରିବ। ମାନେ ମୁଁ ଦୁଇଟା ଷ୍ଟାଟସ୍ ଚେକ୍ କଲି ତ ଗୋଟେ ଆପ୍ରୁଭ୍ ଲେଖିଲା ଆଉ ଗୋଟେ ଅଣ୍ଡର ପ୍ରୋସେସ ଲେଖିଲା ସେଥିପାଇଁ କଲ୍ କରିଥିଲି।